এই সময় ঘড়ঘড়ি বিজুଳି মাରୁଛି জোরে ବର୍ଷା ଘନେଇ ଆସୁଛି ଘড়ঘড়ি ବିଜୁଳି ବର୍ଷା ବହୁତ ହଉଛି ଏତେ ଘড়ଘড়ି ଏତେ ବିଜୁଳି ଏତେ ବର୍ଷାରେ ମୋ ପୁଅ ତୁ କେମିତି ଯିବୁ ଧନ ଏବେ ଯାନା ଘଡ଼ିଏ ରହିଯା ବର୍ଷା ଛାଡୁ ଯିବୁ ଏହିଭଳି ମା ବୁଝେଇ ଦଉଛନ୍ତି କିନ୍ତୁ ପୁଅର ତ ମନ ଲାଗିଛି ବାବାଙ୍କ ପାଖକୁ ଯିବ ମା ମନା କରୁଛି ମା କଥା କି କାଟିକି ଯାଇ ହୁଏ ମାର ଭକ୍ତ ମା ମନା କରୁଛି ମା କଥା ନ କାଟି ଘର ପାଖରେ ଦରବାରୀ ମାଙ୍କ ଘରକୁ ଯାଇ ବସି ଯାଇଛନ୍ତି ମିଠା ମିଠା କଥା ଆଲୋଚନା କରୁଛନ୍ତି ରାଧାରଣଙ୍କ ସମ୍ବନ୍ଧରେ ସେତିକି ବେଳେ ଘଡଘଡି ବିଜୁଳି ଏତେ ଜୋର ମାରିଛି ସେ ଉପର କୋଠାରୁ ଦୁଇ ଜଣ ପଦାକୁ ପଡି ମୃତ ମରି ଯାଇଛନ୍ତି ଆଉ ଦୁଇ ଜଣ ବେହୋସ ହୋଇ ଯାଇଛନ୍ତି ଏବଂ ନିଜେ ମଦନ ମୋହନ ଘଡଘଡି ତାଙ୍କୁ ଜାଳି ପକେଇଛି ତାଙ୍କ ଦେହ କଳା ପଡି ଯାଇଛି ମୃତ ସମ୍ପୂର୍ଣ୍ଣ ମୃତ ହୋଇ ଯାଇଛନ୍ତି ମରି ଯାଇଛନ୍ତି ମଦନ ମୋହନ ଦେହ ହାତ ପଡି ଯାଇଛି କଳା ଧାଇ ଆସି ଜଣେ କହୁଛି ପ୍ୟାରୀ ବାବୁ ତୁମ ପୁଅ ଘଡଘଡିରେ ମୃତ ହୋଇଯାଇଛି ତା ଦେହ ହାତ କଳା ପଡି ଯାଇଛି ତାର ଆଉ ଜୀବନ ନାହିଁ ସେ ପୁରା ସମ୍ପୂର୍ଣ୍ଣ ମୃତ ଏଭଳି ସମୟରେ ମା ବାପା କି ଧୈର୍ଯ୍ୟ ଧରି ପାରେ ଧାଇ ଗଲେ ଦେଖିବାକୁ ଦେଖିଲେ ସତରେ ପୁଅ ମୋର କଳା କାଠ ପଡି ଯାଇଛି ଆଉ ତା ଜୀବନ ତ ନାହିଁ ହଉ ଏ କପିଳ ଘର ପାଖରେ ଗୋଟେ କପିଳ ବୋଲି ଜଣେ ଯୁବକ ଥାଏ ଟିକେ ଧାଇଁ ଯା ସେଇ ରାଧାରମଣ ବାବାଙ୍କ ପାଖକୁ ତାଙ୍କରି ପାଖକୁ ଯିବ ବୋଲି କହୁଥିଲା ଯାଇପାରିଲା ନାହିଁ ଏତେ ଘଡଘଡିରେ ମୋ ପୁଅଟା ଚାଲିଗଲା ଯା ତାଙ୍କୁ କହିଦେବୁ ଏଇ କଥା କହିବା ପରେ ପ୍ୟାରୀ ବାବୁ ଜଣେ ଡାକ୍ତର ଆସିଛନ୍ତି ଦେଖିଛନ୍ତି ମଦନ ମୋହନ ପଡିଛି କଳା ପଡି ଯାଇଛି ଆଖିରେ ସୂତା ଲଗା ଯାଉଛି ଆଖିରେ ସୂତା ମାରିଲେ ମଧ୍ୟ ଆଖି ଚାଲୁନାହିଁ ଷ୍ଟେଥୋ ପକେଇ ଦେଖାଯାଉଛି ଯେ ହୃଦୟର ସ୍ପନ୍ଦନ ଆଉ ଆସୁନାହିଁ ଡାକ୍ତର ମୃତ ଘୋଷଣା କରିଦେଲେ ପ୍ୟାରୀ ବାବୁ କହିଲେ ଆରେ ଦୁର୍ଗା ତାଙ୍କର ବଡ ବଡ ଧାଇଁ ଗଲୁ ବାପା ସେ ରାଧାରମଣ ବାବାଙ୍କ କପିଳ ହାତରେ ଖବର ଦେଇଥିଲେ କାହିଁକି ସେ ଆସିନାହାନ୍ତି ନେଇ ଆସ ମୋ ମନ କହୁଛି ସେ ମୃତ ସନ୍ତାନକୁ ବଞ୍ଚେଇ ଦେବାର ଶକ୍ତି ତାଙ୍କ ପାଖରେ ଅଛି ଯାଇଛନ୍ତି ଦୁର୍ଗା ଗୋଟେ ବାଇକ୍ ନେଇକି ଯାଇଛନ୍ତି ତାଙ୍କୁ ନେଇ ଆସିଛନ୍ତି ଏବଂ ତାଙ୍କର ଯେତେ ଜଣ ସବୁ ଥିଲେ ଶିଷ୍ୟମାନେ ସମସ୍ତେ ତାଙ୍କ ସହିତ ଚାଲି ଆସିଛନ୍ତି ସେତେବେଳକୁ ରାଧାରମଣ ବାବା ନିଜେ ଦୌଡ଼ିକି ଆସୁଛନ୍ତି ଭକ୍ତର ଦୁଃଖ ଦେଖିଲେ ସିଏ ସେଦିନ ଗଜ ଯେତେବେଳେ ଡାକିଲା ଗରୁଡ ଉପରେ ବସି ଭଗବାନ ଆସିବାକୁ ଚାହିଁଲେ ଗରୁଡର ଗତି ଦେଖି ଭଗବାନ ସହିପାରିଲେନି କହିଲେ ତୁ କଣ ଏମିତି ଯାଉଛୁ ମୋ ଭକ୍ତ ସାଡେ କଷ୍ଟରେ ଅଛି ମୁଁ ନିଜେ ଦୌଡ଼ି ଯିବି ନିଜେ ଦୌଡ଼ି ଚାଲି ଚାଲି ଦୌଡ଼ିଲେ ଭକ୍ତର କଷ୍ଟ ସେ ଗରୁଡ ବାହନରେ ବସିକି ଯିବାକୁ ବି ଅପେକ୍ଷା କଲେ ନାହିଁ ଠିକ ସେମିତି ରାଧାରମଣ ବାବା ସେଦିନ ଧାଇଁ ଆସୁଛନ୍ତି ଦୁର୍ଗା ବାବୁ ଗାଡିରେ ବସି ଧାବାଟରୁ ଆଣୁଛନ୍ତି ଅନ୍ୟମାନେ ସେମିତି ଆସୁଛନ୍ତି ପହଞ୍ଚି ଯାଇଛନ୍ତି ରାଧାରମଣ ବାବା ଏବଂ ପ୍ୟାରୀ ଦତ୍ତ ଧରେଇ ଦେଇଛନ୍ତି ପ୍ରଭୁ ଦେଖନ୍ତୁ ଇଏ ତୁମର ଧନ କେମିତି ମୃତ୍ୟୁ ଶଯ୍ୟାରେ ପଡିଛି ଘଡଘଡି ମାରି ଦେଇଛି ସେ ଚାଲି ଯାଇଛି ଆପଣଙ୍କ ପାଖକୁ ଯିବ ବୋଲି ବସିଥିଲା ଚାଲିଗଲା ଏଇଭଳି କହିଦେଇକି ଯେତେବେଳେ ରାଧାରମଣ ବାବା ତାଙ୍କୁ ଧରିଛନ୍ତି ରାଧାରମଣ ବାବା ତାଙ୍କ ଛାତି ସହିତ ଛାତିର ଆଲିଙ୍ଗନ କରୁଛନ୍ତି ଯୋଉ ହୃଦୟ ସ୍ପନ୍ଦନ ଗତି ସେଇ ସ୍ପନ୍ଦନ ଗତି ସହିତ ତାର ସ୍ପର୍ଶ କରାଇଛନ୍ତି ଆଉ କାନ ପାଖରେ ହରିନାମ କହିଛନ୍ତି ହରେ କୃଷ୍ଣ ହରି ବୋଲ ହରେ କୃଷ୍ଣ କୃଷ୍ଣ
হরে 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 ରାଧାକୃଷ୍ଣଙ୍କ ସମ୍ମୁଖରେ ତାଙ୍କର ଇଷ୍ଟ ବିଗ୍ରହଙ୍କ ସମ୍ମୁଖରେ ତୁଳସୀ ଦଳଟେ ପକେଇ ଦେଇ ଭକ୍ତମାନଙ୍କୁ କହିଛନ୍ତି, ଏ ମୋର ଭକ୍ତଗଣ, ତୁମେ ନାମ କରରେ, ନାମରେ ଅଖଣ୍ଡ କ୍ଷମତା ଅଛି, ନାମ ଏଭଳି ଶକ୍ତି ଅଛି, ଅସମ୍ଭବକୁ ସମ୍ଭବ କରିପାରେ। ଗାଇ ଉଠ, ଭଜ ଜଗନ୍ନାଥ ସ୍ୱାମୀ ସତ୍ୟ ସନାତନ, ଜପ ହରେ ରାମ କୃଷ୍ଣ ଶ୍ରୀ ରାଧା, ଭଜ ଜଗନ୍ନାଥ ସ୍ୱାମୀ ସତ୍ୟ ସନାତନ, ଜପ ହରେ ରାମ କୃଷ୍ଣ রাধা, ভজ জগন্নাথ স্বামী সত্য সনাতন, জপ হরে রাম কৃষ্ণ শ্রী রাধা, ভজ জগন্নাথ মদন মদন তু নাম গা, মদন তু নাম গা, মদন তু নাম গা। মদন তো পড়িছি, তার প্রাণ ନାହିଁ, স্পন্দন ନାହିଁ, কেমিতি সে গাইব? কিন্তু মদন কোন কলা জানিଛନ୍ତି? গাউছি, ভজ জগন্নাথ স্বামী সত্য সনাতন, জপ হরে রাম কৃষ্ণ শ্রী রাধা, ভজ জগন্নাথ স্বামী সত্য সনাতন, জপ হরে রাম কৃষ্ণ শ্রী রাধা। ସମସ୍ତେ ଆଚମ୍ବିତ ହେଇଯାଉଛନ୍ତି। ଡାକ୍ତର ବାବୁ କହୁଛନ୍ତି, କଣ ମୁଁ ତ ନିଜେ ସୂତା ମାରିକି ଦେଖିଲି ତାର ଆଖି ଚାଲୁ ନଥିଲା, ଷ୍ଟେଥୋ ପକେଇ ଦେଖିଲି ତାର ପ୍ରାଣ ଚାଲୁ ନଥିଲା, ଇଏ କଣ ହଠାତ୍ ଗୀତ ଗାଇବାକୁ ଆରମ୍ଭ କଲାଣି, ନାମ ସଂକୀର୍ତ୍ତନ ଆରମ୍ଭ କଲାଣି। ସମସ୍ତେ ହସିଲେ ଏବଂ ହରିବୋଲ ହୁଳହୁଳିରେ ମଦନ ଉଠିଲା। ମଦନ ଉଠିକି ରାଧାରମଣଙ୍କ ସହିତ ନୃତ୍ୟ ଆରମ୍ଭ କରିଦେଲା। ହରେ କୃଷ୍ଣ 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 ହରେ ହରେ ରାମ ହରେ
ମଦନ ମୋହନ ନାଚି ଉଠିଲା। ଆଉ ଜାଣିଛନ୍ତି କଣ ହେଲା? ସେଦିନ ମଦନ ମୋହନ ନାଚି ଉଠି ରାହସ ବିହାରୀ ମଠର ସେ ହେଲା ମହନ୍ତ ବୋଲ ଆନନ୍ଦ କବାର ହରି ବୋଲ। ରାହସ ବିହାରୀ ମଠର ସେ ହେଲା କଣ? ମହନ୍ତ ହେଇ ରହିଲା। ତେଣୁ ମୃତ୍ୟୁ ସଞ୍ଜୀବନୀ ଲୀଳା ରାଧା ରମଣ ବାବା କରିଥିଲେ। ଏହା ହେଉଛି ପ୍ରଭୁ ପୁରୁଷୋତ୍ତମଙ୍କର ଲୀଳା। ଜୟ ଜଗନ୍ନାଥ। ତ୍ରିକୁଟିରେ ଖେଳୁଛି ହଂସ, ଆସ ଆସ ଭାଇ ଦେଖିବା ଆସ, ତ୍ରିକୁଟିରେ ଖେଳୁଛି ହଂସ, ଆସ ଆସ ଭାଇ ଦେଖିବା ଆସ, ତ୍ରିକୁଟିରେ লহরা মাত্রকে রূপ বদলায়ে, লহরা মাত্রকে রূপ সঙ্গে রঙ্গ করে প্রকাশ, ত্রিকুটিরে খেলুছি আস আস ত্রিকুটিরে খেলুছি হংস। ଦେଖିବା ପାଇଁ କେତେ ସାଧୁ ଅଛନ୍ତି ଚାହିଁ, ଦେଖିବା ପାଇଁ କେତେ ସାଧୁ ଅଛନ୍ତି ଚାହିଁ, ହଂସ ପୂଜେ ଦେଖିବା ପାଇଁ କେତେ ସାଧୁ ଅଛନ୍ତି ଚାହିଁ, ହଂସ ପୂଜେ ଦେଖିବା ପାଇଁ କେତେ ସାଧୁ ଅଛନ୍ତି ଚାହିଁ। ଗୁରୁକୃପା ହେଲେ ହଂସକୁ ଦେଖିବୁ, ଗୁରୁକୃପା ହେଲେ ହଂସକୁ ଦେଖିବୁ, ଗୁରୁକୃପା ହେଲେ ହଂସକୁ ଦେଖିବୁ, ଗୁରୁକୃପା ହେଲେ ହଂସକୁ ଦେଖିବୁ, ପୂର୍ବଜନ୍ମ ପୁଣ୍ୟ ଦେଖିବା ପାଇଁ କେତେ ସାଧୁ ଅଛନ୍ତି ଦେଖିବା ପାଇଁ କେତେ ସାଧୁ ଅଛନ୍ତି, ହଂସ ପାଇଁ ଘର ସଂସାର ମନରେ ଯେ ତୁ ହେତୁ କର, ସଉରି ଗଲେ ଭେড়া ବୁଡ଼ି ଯିବ, ସଉରି ଗଲେ ଭେড়ା ବୁଡ଼ି ଯିବ, ସଉରି ଗଲେ ଭେড়ା ବୁଡ଼ି ଯିବ, ସଉରି ଗଲେ ଭେড়ା ବୁଡ଼ି ଯିବ,
ପ୍ରଦ୍ୟୁମ୍ନ ଦାସ। ଦାସ ଇଏ ପଦ୍ମନଗର ଅନ୍ୟ ଗୋଟେ ହରି ବୋଲ। ପୁଅ ଚାରି ଭଗବାନଙ୍କର ଚାରୋଟି ନାମ ଅଛି, ଗୋଟେ ତା ଦେହରେ ପଦ୍ମନ ନାମ ଅଛି। ଆପଣଙ୍କ ଭଗବାନ ସିଏ ଆଉ ହରି ବୋଲ। ତେଣୁ ଆଜି ଏଇ ମହାସତ୍ସଙ୍ଗରେ ଆମେ ସମସ୍ତେ ପ୍ରଭୁ ଜଗନ୍ନାଥ ଶ୍ରୀ ଜଗନ୍ନାଥଙ୍କ ନିକଟରେ ନାମ ସଂକୀର୍ତ୍ତନ କଲେ। ପ୍ରେମ ସାଗର ବାବା ଏତେ ପ୍ରେମ ଦେଲେ, ଏ ପ୍ରେମରେ ଏ ଆତ୍ମା ବିଭୋର ହେଇଗଲା। ଆଉ ଧ୍ୟାନ କୁଦର ଶ୍ରୀ ଜଗନ୍ନାଥ ଅମୃତ ରସ ଏତେ ଆସ୍ୱାଦନ କରାଇଲେ, ଯାହାକୁ ଛାଡ଼ିକି ଯିବାକୁ ଇଚ୍ଛା ନାହିଁ। ତଥାପି ପ୍ରତ୍ୟେକ ଲୀଳା ବିଶ୍ରାମ ନଥାଏ, ସ୍ଥୂଳରେ ବିଶ୍ରାମ କରାଯାଏ। ସୂକ୍ଷ୍ମରେ 21,606 ଥର ଚାଲିଛି ଲୀଳା ଚାଲିଛି। ତେଣୁ ଯୋଉ ଚକ୍ର କଥା କହୁଥିଲେ, ଷଡ଼ଚକ୍ର, ଯାହାର ସେଇ ସହସ୍ରାଦଳ ଆନନ୍ଦ ଭୈରବଙ୍କର କୃପା ପ୍ରାପ୍ତ ହୋଇଛି, ଯାହାର ତ୍ରିନାଡା 21,072 ଲକ୍ଷ ନାଡି ମାନେ ଶରୀରରେ କାମ କରୁଛନ୍ତି। ତା ଦେହରୁ 14ଟି ନାଡା ବିଶେଷ କାମ କରେ, ଆଉ 3ଟି ଇଡା ପିଙ୍ଗଳା ସୁଷୁମ୍ନା ତାହା ବହୁତ କାମ କରେ, ଯୋଉଟା କି କୁଣ୍ଡଳିନୀ ରୂପରେ ଶରୀର ଭିତରେ ସ୍ଥାନ ପାଇଛି। ତେଣୁ ଏଇ କୂଳ କୁଣ୍ଡଳିନୀ ଏ ଶକ୍ତିକୁ ଆମେ ଯୋଗ କରି ସାଧନ କରିବା କଷ୍ଟ। ତେଣୁ ଧ୍ୟାନ ଯୁଗରେ ସ୍ୱୟଂ ପରମାତ୍ମା ମାନେ ଏଠି ଧ୍ୟାନ କରିଛନ୍ତି, କୁଣ୍ଡଳିନୀ ଜାଗ୍ରତ କରିଛନ୍ତି। ଏଇ ଧୂଳି ଆମ ମାନଙ୍କର କୁଣ୍ଡଳିନୀକୁ ଗୋଟେ ମୁହୂର୍ତ୍ତରେ ଜାଗ୍ରତ କରାଇଦବ। ଏଇ ଧୂଳି ହୁଅ ବଳି ରେ, ଧୂଳି ହୁଅ ବଳି, ଧୂଳି ଅଛି। ଆମେ ତ ଧ୍ୟାନ କରିପାରିବା ନାହିଁ। ଏ ଗୋଟାଏ ମୁହୂର୍ତ୍ତ ବସିଲା ବେଳକୁ ଛୁଆ ଡାକିଲାଣି, କାହାର କ'ଣ ଘରେ ଅସୁବିଧା ହେଇଗଲାଣି। ଏଇ ମାଟିକି ଆଜି ମୁଣ୍ଡରେ ମାରିକି ଏଠୁ ଆମେ ସମସ୍ତେ ଯିବା। ଅରକ୍ଷିତ ବାବାଙ୍କ ପ୍ରେମରେ ଆମେ ଆଜି ହଜିଗଲେ। ତେଣୁ ସମସ୍ତଙ୍କୁ ମୋର ଅନୁରୋଧ, ସମସ୍ତେ ହରିବୋଲ କୀର୍ତ୍ତନ କରିବା, ଏହାକୁ ବିଶ୍ରାମ କରି ବଢ଼େଇବା। ହରିବୋଲ ହରିବୋଲ ରାଧେ হরি বল ভাই রে, হরি ছড়া কতি হরি বল
অক্ষর জয় শ্রী রাধে নিত্য ভজ ভাই রে विश्वर मंगल हो बोल आनंद कबार हरि बोला समग्र सृष्टिर कल्याण हो बोल आनंद कबार हरि बोला जीव जगत उद्भिद जगत प्राणी जगत सौर जगत अनंत कोटि जगत अनंत भक्तଙ୍କର रक्षा हो बोल आनंद कबार समस्त भक्त मानकर मनोवांछा पूर्ण हो बोल आनंद कबार भूमिकंप महाबात्या प्राकृतिक विपर्यय दैवी विपर्यय बुद्धि विपर्यय सर्व विपर्यय दूरे जाओ बोल आनंद कबार समग्र विश्व शांति प्रतिष्ठित हो बोल आनंद कबार महासत्संगर लीला श्री जगन्नाथ सर्वत्र करंतु बोल आनंद कबार अरखित दास महाराजंकर अरखित दास महाराजांकर समस्त भक्त मानंकर विश्वर कल्याण हो बोल आनंद कबार श्री श्री जगन्नाथ देव की बलभद्र देव की मां सुभद्रा देवी की सुदर्शन देव की परम पुरुष देव की परमात्मा देव की सदगुरु मदगुरु जगत गुरु देव की सर्व व्यापक परम ब्रह्म की सर्व व्यापक परम शक्ति की विश्व नियंता भगवान की समग्र सृष्टि का कल्याण है वो आनंद कबार हरि शेरू